କେବେ ବି ନିଜକୁ ଛୋଟ ମନେ କରନ୍ତୁ ନାହିଁ। ମନେ ରଖନ୍ତୁ, ପାଦ ତଳର ଦୁବ ଘାସ ପୂଜାରେ ଲାଗେ, ମୁଣ୍ଡ ଉପରେ ଥିବା ବିଶାଳ ତାଳ ଗଛ ନୁହେଁ। ଖୁସିରେ ରଖିବାକୁ ହେଲେ ଯେଉଁଟା ଆତ୍ମା କହୁଛି ସେଇଟା କର। ଦୁନିଆର କଥାକୁ ଭୟ କର ନାହିଁ, କାହିଁକି ନା ଦୁନିଆ କେବଳ କହିଥାଏ, କେବେ ବି କିଛି ଦେଇ ନଥାଏ। କେହି ଜାଣନ୍ତିନି ଯେ କାଲି କ'ଣ ହେବ, ତେଣୁ କାଲିର କାମ ଆଜି କରିବା ବୁଦ୍ଧିମାନର ପରିଚୟ। ସ୍ୱପ୍ନ ଦେଖିବା ପାପ ନୁହେଁ, କିନ୍ତୁ ନିଜର ସ୍ୱପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ସବୁଠାରୁ ବଡ଼ ପାପ ହୋଇଥାଏ। ସମୟ ସବୁକିଛି ପରିବର୍ତ୍ତନ କରିଦେଇଥାଏ। ଧୈର୍ଯ୍ୟର ସହ ଏହି ପରିସ୍ଥିତି ସହିତ ଲଢ଼ନ୍ତୁ। ଦେଖିବେ, ସମୟ ଆପଣଙ୍କୁ ଏକ ସୁନ୍ଦର ଉପହାର ଭେଟିଦେବ। ଜୀବନରେ ସବୁ ଲଢ଼େଇ ଏକା ହିଁ ଲଢ଼ିବାକୁ ପଡ଼ିବ, କାରଣ ଅନ୍ୟମାନେ କେବଳ ସାନ୍ତ୍ୱନା ଦେବେ, କିନ୍ତୁ ପାଖରେ କେହି ଛିଡ଼ା ହେବେ ନାହିଁ। ଜୀବନରେ ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ବରଂ ନିଜ ରାସ୍ତାରେ ଆଗେଇ ଚାଲ, କାରଣ ସମୟ ଯେ କେତେବେଳେ ପୂର୍ଣ୍ଣଚ୍ଛେଦ ପକାଇବ ତାହା କେହି ଜାଣନ୍ତି ନାହିଁ। ଜିତିବା ଏବଂ ହରାଇବା ଆମର ଚିନ୍ତାଧାରା ଉପରେ ନିର୍ଭର କରେ। ଯଦି ଆପଣ ମାନିଗଲେ ତ ପରାଜୟ ଏବଂ ନ ମାନି କାର୍ଯ୍ୟ କରି ଚାଲିଲେ ଜୟ। ଜୀବନରେ ଏମିତି କୌଣସି ଗୋଟିଏ ସମସ୍ୟା ନାହିଁ କି ଯାହାର ସମାଧାନ ନାହିଁ। ଧୈର୍ଯ୍ୟ ଧରି ରୁହ ଆଉ ନିଜର ଭାବନାକୁ ବଦଳେଇ ଦିଅ। ସମାଧାନର ବାଟ ଆପେ ଆପେ ମିଳିଯିବ। ଗୋଟିଏ ଭୁଲ ଅନେକ ଭୁଲ କରିବା ପାଇଁ ବାଧ୍ୟ କରାଏ, କିନ୍ତୁ ଗୋଟିଏ ଭଲ କାମ ଅନେକ ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଏ। ନିଷ୍ପତ୍ତି ଆମ ହାତରେ। ଯେଉଁ ଖାତାର ସବୁ ବିଷୟକୁ ସମ୍ଭାଳିବାର କର୍ତ୍ତବ୍ୟ ଥାଏ, ସିଏ କେବଳ ରଫ୍ ଖାତା ବନିଯାଏ। ସେହିପରି ପରିବାରର କର୍ତ୍ତବ୍ୟବାନ ମଣିଷର ଅବସ୍ଥା ମଧ୍ୟ ଗୋଟିଏ ରଫ୍ ଖାତା ପରି। ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନ ଶୈଳୀକୁ ବଦଳାଇ ଦେଇପାରେ। ନିଜ ଲକ୍ଷ୍ୟକୁ ସେହି ଲୋକମାନେ ହାସଲ କରନ୍ତି ଯେଉଁମାନେ ପ୍ରତି ମୁହୂର୍ତ୍ତରେ ହେଉଥିବା ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତି। କାହାକୁ ଭରସା କରିବା ସମୟରେ ଟିକେ ସତର୍କ ରହିବ, କାରଣ ମିଶ୍ରି ଓ ଫିଟିକିରି ଦେଖିବାକୁ ଏକା ଭଳିଆ। ମୋ ପଛରେ ଯେଉଁମାନେ ମୋର ନିନ୍ଦା କରନ୍ତି, ସେହିମାନେ ପୁଣି ମୋ ସାମ୍ନାକୁ ଆସି ପ୍ରଶଂସା କରନ୍ତି। ସେଇଟା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ମୁଁ ସବୁ ଜାଣେ, କିନ୍ତୁ ଭଦ୍ରାମୀ ଦୃଷ୍ଟିରୁ ମୁଖା ଖୋଲିପାରେ ନାହିଁ। ଲୋକଙ୍କ କଥାରେ କ'ଣ ଅଛି ଆଜ୍ଞା? ନିଜ କର୍ମ ଉପରେ ବିଶ୍ୱାସ କରନ୍ତୁ, କାରଣ ଗୋଟିଏ ମୁହୂର୍ତ୍ତରେ ଯେଉଁ ଲୋକ ନିନ୍ଦାରେ ଭସାଇ ଦିଅନ୍ତି, ପୁଣି ସେହି ଲୋକ ପ୍ରଶଂସାରେ ପୋତି ପକାନ୍ତି। ଯିଏ ତୁମକୁ ଭୁଲ ବୁଝୁଛି, ଭୁଲ ବୁଝିବାକୁ ଦିଅ। ଯିଏ ତୁମକୁ ଘୃଣା କରୁଛି, ଘୃଣା କରିବାକୁ ଦିଅ। ଯିଏ ତୁମକୁ ନିନ୍ଦା କରୁଛି, ନିନ୍ଦା କରିବାକୁ ଦିଅ। କାରଣ ଏ ଦୁନିଆରେ କେହି କାହାକୁ ଜାଣିପାରନ୍ତି ନାହିଁ କି କେହି କାହାକୁ ବୁଝିପାରନ୍ତି ନାହିଁ। ଭଗବାନ ପରି ଲୋକ ଏ ସଂସାରରେ ଘୃଣା, ନିନ୍ଦା, ସନ୍ଦେହ, ଅପମାନ ସବୁ ସହିଥିଲେ। ତେଣୁ ଉପଯୁକ୍ତ ସମୟ ଆସିଲେ ମଣିଷ ବୁଝିପାରେ, କିନ୍ତୁ ଚାଲି ଯାଇଥିବା ସମୟ ବହୁତ କିଛି ଶିକ୍ଷା ଦେଇଥାଏ, କିନ୍ତୁ ସେ ସମୟ ଆଉ ଫେରି ନଥାଏ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ତୁମେ ଜୀବନରେ କେତେ ସୁଖୀ ତାହା ବଡ଼ କଥା ନୁହେଁ, ତୁମ ଦ୍ୱାରା କେତେ ଜଣ ସୁଖୀ ତାହା ହିଁ ବଡ଼ କଥା। ପରିସ୍ଥିତି ସହ ଲଢ଼େଇ କରିହୁଏ, ହେଲେ ଭାଗ୍ୟ ସହିତ ନୁହେଁ। ଭାଗ୍ୟ ଏମିତି ଏକ ଅଜବ ଜିନିଷ, କାହାକୁ ଆଶାଠାରୁ ଅଧିକ ଦିଏ ତ ଆଉ କାହାଠାରୁ ସବୁ କିଛି ଛଡ଼େଇ ନିଏ। ସମସ୍ତଙ୍କୁ ବୁଝେଇବା ଏତେ ସହଜ ହୋଇନଥାଏ। ସେଥିପାଇଁ ଯଦି ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ଥାନ୍ତା ନା, ତେବେ ଭଗବାନ ଶ୍ରୀକୃଷ୍ଣ ମହାଭାରତ ହେବାକୁ ଦେଇନଥାନ୍ତେ। ଜୀବନରେ କେବେ ବି କାହା ସହିତ ନିଜର ତୁଳନା କର ନାହିଁ। ଆପଣ ଯେମିତି ଅଛନ୍ତି
ସର୍ବଶ୍ରେଷ୍ଠ ସାଥିରେ ରହି ଯିଏ ଆମ ସହ ଛଳନା କରେ ତାଠାରୁ ବଡ଼ ଶତ୍ରୁ କେହି ନାହିଁ ଏବଂ ଆମ ମୁହଁରେ ଯିଏ ଆମର ଖରାପ ଗୁଣ କହିଥାଏ ତାଠାରୁ ବଡ଼ ମିତ୍ର କେହି ନାହିଁ। ସଂସାର ଆବଶ୍ୟକତା ନିୟମ ଅନୁସାରେ ଚାଲିଥାଏ। ଶୀତଦିନେ ଯେଉଁ ସୂର୍ଯ୍ୟକୁ ଅପେକ୍ଷା କରାଯାଇଥାଏ ଖରାଦିନେ ସେହି ସୂର୍ଯ୍ୟକୁ ତିରସ୍କାର ବି କରାଯାଇଥାଏ। ଆପଣଙ୍କର ମୂଲ୍ୟ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କର ଆବଶ୍ୟକତା ପଡ଼ିଥାଏ। ଯେଉଁମାନେ ଆବଶ୍ୟକତା ଠାରୁ ଅଧିକ ମିଠା କଥା କୁହନ୍ତି ସେମାନେ ହେଲେ ମହାକାଳ ଫଳ। ସେହିମାନେ ସମସ୍ତଙ୍କୁ ଅତି ଶୀଘ୍ର ନିଜର କରିନିଅନ୍ତି ସତ, କିନ୍ତୁ ଶେଷରେ ଏକ ଶକ୍ତ ଧୋକା ଦିଅନ୍ତି। ବ୍ୟବହାର ସୁନ୍ଦର ହେଲେ ମନ ମନ୍ଦିର ହୋଇଥାଏ। ଆହାର ସୁନ୍ଦର ହେଲେ ଶରୀର ସୁନ୍ଦର ହୋଇଥାଏ। ବିଚାର ସୁନ୍ଦର ହେଲେ ମସ୍ତିଷ୍କ ସୁନ୍ଦର ହୋଇଥାଏ। ଏ ତିନୋଟି ସୁନ୍ଦର ହେଲେ ଜୀବନ ସୁନ୍ଦର ହୋଇଥାଏ। ଗୋଟିଏ କଥା ମନେ ରଖ, ଯେତେ ବନ୍ଧୁ ସାଙ୍ଗ ସାଥୀ ଆଉ ସମ୍ପର୍କ ଗଢ଼, ସମସ୍ତେ ସୁଖ ବେଳେ ପାଖରେ ଥିବେ କିନ୍ତୁ କାହାକୁ ଦୁଃଖ ବେଳେ ପାଖରେ ପାଇବେନି। କେବଳ ଯିଏ ଦୁଃଖ ସୁଖ ସବୁବେଳେ ଆମ ପାଖରେ ଥାନ୍ତି ସେ ହେଉଛନ୍ତି ବାପା ଆଉ ମା। ମନୁଷ୍ୟ ଯେତେବେଳେ ଅନ୍ୟାୟ ଓ ଅଧର୍ମ କରୁଥାଏ ସେତେବେଳେ ସେ ଆଗ ପଛ ବାମ ଡାହାଣ ଚାରିଦିଗକୁ ଦେଖୁଥାଏ, କିନ୍ତୁ ସେହି ସମୟରେ ସେ ଗୋଟିଏ ଜିନିଷ ଭୁଲିଯାଏ ଯେ କିଏ ତାର ଭୁଲକୁ ଦେଖୁ ବା ନ ଦେଖୁ ଈଶ୍ୱର ଉପରେ ଥାଇ ସବୁ କର୍ମର ହିସାବ ରଖୁଥାଏ। ମଣିଷ ମାତ୍ରକେ ଭୁଲ ଅଛି। ଭୁଲ କରିବା ମଣିଷର ଭୁଲ ନୁହେଁ, ବରଂ ସେହି ମଣିଷ ମହାନ ହୋଇଥାଏ ଯେଉଁ ମଣିଷ ଭୁଲକୁ ଭୁଲ ବୁଝି ଠିକ୍ ବାଟକୁ ଚୟନ କରିଥାଏ। ସମୟ ଓ ଭାଗ୍ୟକୁ କେହି ଅଟକେଇ ପାରିବେନି। ଯେତେବେଳେ ଯାହା ହେବାର ଥିବ ତାହା ତ ନିଶ୍ଚୟ ହେବ। ଆମେ ନିମିତ୍ତ ମାତ୍ର, ବାକି ସବୁ ଉପରବାଲାର ଖେଳ। ଆଉ ଏହା ହିଁ ସତ୍ୟ। ଦୁନିଆରେ କେହି କେବେ ଭଲ କିମ୍ବା ଖରାପ ହୋଇ ଜନ୍ମ ହୋଇନଥାଏ, କିନ୍ତୁ ମଣିଷର ପରିବେଶ ତଥା ତାର ପରିସ୍ଥିତି ତାକୁ ଭଲ ଆଉ ଖରାପ କରି ଦୁନିଆ ଆଗରେ ଛିଡ଼ା କରେ। ସଫଳତା ପାଇବାକୁ ହେଲେ ସବୁବେଳେ ଏକା ହିଁ ଆଗକୁ ବଢ଼ିବାକୁ ହୁଏ। ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିଯିବେ। ଗଛରୁ ପତ୍ର ନ ଝଡ଼ିବା ପର୍ଯ୍ୟନ୍ତ ନୂଆ ପତ୍ର ଆସେ ନାହିଁ। ସେହିପରି ମଣିଷ ଜୀବନରେ କଷ୍ଟ ଓ ସଂଘର୍ଷ ବିନା ଭଲ ଦିନ ଆସେ ନାହିଁ। କେହି ଜଣେ ସାଧୁ କହିଲେ ଯେ ମନୁଷ୍ୟ ଭିତରେ ଧୈର୍ଯ୍ୟ ଥିଲେ ସବୁ ସମସ୍ୟାର ସମାଧାନ ହୋଇପାରିବ। ଜଣେ ଲୋକ ପ୍ରଶ୍ନ କଲା ଯେ ଧୈର୍ଯ୍ୟ ଦ୍ୱାରା କ'ଣ ଆମେ ଚାଲୁଣିରେ ପାଣି ରଖିପାରିବା? ଏହା କ'ଣ ସମ୍ଭବ? ସାଧୁ ଜଣକ ଉତ୍ତର ଦେଲେ, ପାଣି ବରଫ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଧୈର୍ଯ୍ୟ ଯଦି ତୁମ ପାଖରେ ଅଛି ତାହେଲେ ଏହା ନିଶ୍ଚିତ ସମ୍ଭବ। ଗୋଟିଏ କଥା ମନେ ରଖନ୍ତୁ, ଯଦି ଆପଣ ଏକୁଟିଆ ଅଛନ୍ତି ତେବେ ଆପଣଙ୍କ ଚିନ୍ତାଧାରାକୁ ନିୟନ୍ତ୍ରଣ କରନ୍ତୁ, ଆଉ ଯଦି ଆପଣ ସମସ୍ତଙ୍କ ସହିତ ଅଛନ୍ତି ତେବେ ନିଜ ଜିଭକୁ ନିୟନ୍ତ୍ରଣ କରନ୍ତୁ। ଯେତେ ତୀର୍ଥ ଜାଗାକୁ ଗଲେ ବି, ଯେତେ ଭକ୍ତିରେ ପୂଜା କଲେ ବି ଯଦି କର୍ମ ଭଲ ନଥାଏ ତେବେ ସେଗୁଡ଼ିକର କିଛି ବି ମହତ୍ତ୍ୱ ରହିବ ନାହିଁ। କେହି ଯଦି ଆପଣଙ୍କୁ ଅନ୍ଧ ଭଳି ବିଶ୍ୱାସ କରୁଛି ତାହେଲେ ତାକୁ କେବେ ବି କଷ୍ଟ ଦିଅନ୍ତୁ ନାହିଁ, କାରଣ ବିଶ୍ୱାସ ଭାଙ୍ଗିଗଲେ ମଣିଷର ବଞ୍ଚି ରହିବାର ଇଚ୍ଛାଟା ବି ଭାଙ୍ଗି ଯାଇଥାଏ। ଅସୁବିଧାରେ ଥିଲାବେଳେ ସଚ୍ଚୋଟ ଓ ଦାୟିତ୍ୱବାନ ହୁଅନ୍ତୁ। ସମ୍ପତ୍ତି ଥିଲାବେଳେ ସରଳ ହୁଅନ୍ତୁ। କ୍ଷମତା ଥିଲାବେଳେ ନମ୍ର ହୁଅନ୍ତୁ ଏବଂ କ୍ରୋଧରେ ଥିଲାବେଳେ ନୀରବ ରୁହନ୍ତୁ। ଏହାକୁ ହିଁ କୁହନ୍ତି ଜୀବନର ପରିଚାଳନା। ଭଗବାନଙ୍କ ସୃଷ୍ଟିରେ ସବୁକିଛି ସୁନ୍ଦର ହେଲେ ମଧ୍ୟ ସେ ସୁନ୍ଦରତାକୁ ସମସ୍ତେ ଦେଖିପାରନ୍ତି ନାହିଁ। ସେ ସୁନ୍ଦରତାକୁ ଦେଖିବାକୁ ହେଲେ ସୁନ୍ଦର ଆଖି ନୁହେଁ, ସୁନ୍ଦର ହୃଦୟ ଥିବା ଦରକାର। ଜୀବନ ଏକ ଯାତ୍ରା।
ମନରେ ଦୁଃଖ ରଖି ଚାଲିଲେ ରାସ୍ତାଟି ବହୁତ ଲମ୍ବା ଲାଗିବ। ଆଉ ଦୁଃଖକୁ ଅଣଦେଖା କରି ହସି ହସି ଚାଲିଲେ ରାସ୍ତାଟି କେତେବେଳେ ସରିଯିବ ଜାଣି ହେବ ନାହିଁ। ବନ୍ଧୁତା ସବୁବେଳେ କୃଷ୍ଣ ଓ ସୁଦାମା ପରି କର, କାରଣ ତାଙ୍କ ବନ୍ଧୁତାରେ କେବେ ସର୍ତ୍ତ ନଥିଲା। କିଛି ନୂଆ କରିବା ଆଶାରେ ସେମାନଙ୍କୁ ଭୁଲି ଯାଆନ୍ତୁ ନାହିଁ, ଯେଉଁମାନେ ଆରମ୍ଭରୁ ଆପଣଙ୍କ ସାଥିରେ ଥିଲେ। ପିତାମାତାଙ୍କୁ ସାଧାରଣ ଭାବୁଥିବା ବ୍ୟକ୍ତି ଜୀବନରେ କଦାପି ସଫଳତା ପାଇପାରେ ନାହିଁ। ଭଗବାନ ଜାଣିଛନ୍ତି ତୁମେ କେଉଁ ଜିନିଷ ପାଇଁ କେତେ କଷ୍ଟ କରିଛ ଆଉ ଧୈର୍ଯ୍ୟ ଧରିଛ। ଆଉ ବିଶ୍ୱାସ କର, ତୁମ କଷ୍ଟ ଆଉ ଧୈର୍ଯ୍ୟର ସମସ୍ତ ମୂଲ୍ୟ ତୁମକୁ ମିଳିବ। ବାସ୍ କେବଳ ଭଗବାନଙ୍କ ଉପରେ ବିଶ୍ୱାସ ରଖ ଆଉ କର୍ମ କରିଚାଲ। ଯେମିତି ଗୋଟିଏ ଛୋଟିଆ ପୋକ ବଡ଼ ବଡ଼ ଫଳ ଭିତରେ ପଶି ଫଳକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ, ସେହିପରି ସନ୍ଦେହର ଛୋଟିଆ ପୋକଟେ ଯେତେବେଳେ ସମ୍ପର୍କରେ ପଶେ ନା, ସେତେବେଳେ ବଡ଼ ବଡ଼ ସମ୍ପର୍କକୁ ବି ନଷ୍ଟ କରିଦିଏ। ସମୟଠାରୁ ଓ ପବନଠାରୁ ଅଧିକ ଦ୍ରୁତ ଗତିରେ ମନୁଷ୍ୟର ମନ ପରିବର୍ତ୍ତନ ହୋଇଥାଏ। ମନୁଷ୍ୟ ମନର କିଛି ବି ବିଶ୍ୱାସ ନଥାଏ କେତେବେଳେ କେଉଁ ରୂପ ଧାରଣ କରିବ। ଏ ଦୁନିଆରେ ବଞ୍ଚିବାକୁ ହେଲେ ଏକୁଟିଆ ଷ୍ଟ୍ରଗଲ୍ କରିବାକୁ ପଡ଼େ, କାରଣ ଅସୁବିଧା ସମୟରେ କେହି ବି ସାହା ହୁଅନ୍ତି ନାହିଁ। ଇଏ ହେଉଛି ସେଲ୍ଫିଶ୍ ଦୁନିଆର ନିୟମ। କୌଣସି ଲୋକକୁ ସବୁବେଳେ ନିନ୍ଦା କରିବା ଉଚିତ ନୁହେଁ। ଥରେ ସେହି ଲୋକଙ୍କ ସ୍ଥାନରେ ନିଜେ ରହି ଟିକେ ଅନୁଭବ କରନ୍ତୁ। ବୋଧହୁଏ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ମିଳିଯାଇପାରେ। ବନ୍ଧୁଗଣ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟି ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ ଏବଂ ଏଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଧନ୍ୟବାଦ।